ବଡ଼ାମତଳିଆ ଠାରେ ବିଜେତଳା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଜେତଳା ବ୍ଲକ ଅନ୍ତର୍ଗତ ବଡମାତଳିଆ ବଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜେତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ଏବିଓ ରଞ୍ଜନ କୁମାର ସାଣ୍ଡିଲ, ବଡମାତଳିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରପ୍ରସାଦ ଧୀର, ବିଜେତଳା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ବେସରା, କେକେ ଗାର୍ଲସ ହାଇସ୍କୁଲ, ଲୁହାସିଳାର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ବେହେରା ତଥା ବିଚାରକ ମଣ୍ଡଳୀ ଭାବେ ବନେଇକଳା ହାଇସ୍କୁଲ ପ୍ରଧାନ ଶିକ୍ଷକ ବଳରାମ ସାହୁ, ରାଇରଙ୍ଗପୁର ହାଇସ୍କୁଲର ଶିକ୍ଷକ ବିଜୟ କୁମାର ମହାନ୍ତ ଓ କାଣ୍ଡସର ହାଇସ୍କୁଲ ଶିକ୍ଷକ ଜିତେନ୍ଦ୍ର କୁମାର ବରାଳ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ପୂର୍ବତନ ବିଜେତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା ଆନୁଷ୍ଠାନିକ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଏହାପରେ ଅତିଥିଗଣଙ୍କୁ ଫୁଲତୋଡ଼ା ଓ ବ୍ୟାଜ ଦେଇ ସମ୍ମାନିତ କରାଯାଇଥିଲା। ତତ୍ପରେ ଅତିଥିଗଣ ବିଘ୍ନନାଶ ଶ୍ରୀ ଗଣେଶଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ୱଳନ ଓ ନାରିକେଳ ଫଟାଇବା ପରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆନୁଷ୍ଠାନିକ ପତାକା ଉତ୍ତୋଳନ କରାଯାଇଥିଲା। ଅତିଥିଗଣ ମଞ୍ଚାସୀନ ହେବା ପରେ ବଡମାତଳିଆ ହାଇସ୍କୁଲର ଛାତ୍ରଛାତ୍ରୀ ସଙ୍ଗୀତ ଓ ନୃତ୍ୟରେ ସ୍ୱାଗତ କରିଥିଲେ। ବଡମାତଳିଆ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦି ସ୍ୱାଗତ ଭାଷଣ ଦେବା ପରେ ସଭାପତି ବିଜେତଳା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦ ବାଲ ବୈଜ୍ଞାନିକ ଓ ବିଜ୍ଞାନ ମେଳା ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପୂର୍ବତନ ଜିଲ୍ଲାତଳା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟନିଷ୍ଠା, ଦାୟିତ୍ୱବୋଧ ଓ ସମୟାନୁବର୍ତ୍ତିତା ହେବା ପାଇଁ ଉପଦେଶ ଦେଇଥିଲେ। ଏହାପରେ ଅତିଥିଗଣ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଅତିଥିଗଣ ବିଜ୍ଞାନ ମେଳା ପ୍ରଦର୍ଶନୀ ବୁଲିବା ଦେଖିଥିଲେ। ଏଥିରେ 7ଟି ବିଷୟବସ୍ତୁ ଉପରେ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା। ସେଗୁଡ଼ିକ ହେଲା ପୋଷଣୀୟ କୃଷି, ପ୍ଲାଷ୍ଟିକ ପରିବର୍ତ୍ତେ ବର୍ଜ୍ୟବସ୍ତୁର ପରିଚାଳନା, ସବୁଜ ଶକ୍ତି, ଉଦୟୀମାନ ପ୍ରଯୁକ୍ତିବିଦ୍ୟା, ଆମୋଦଦାୟକ ଗାଣିତିକ ମଡେଲିଂ, ଜଳ ସଂରକ୍ଷଣ ଓ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ରକ୍ଷା। ଉକ୍ତ ମେଳାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ମିଶାଇ ମୋଦୁଲାଇ ସମୁଦାୟ 88ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଉଦ୍ଯାପନୀ ସମାବେଶରେ ସଭାପତି ବିଜେତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଜେତଳା ବିଡିଓ ବଂଶୀଧର ଖୋସାଲା, ମୁଖ୍ୟ ବକ୍ତା ଭାବେ ବିଜେତଳା ତହସିଲଦାର ଅଶ୍ୱିନୀ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ବଡାମତଳିଆ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦି, ପୂର୍ବତନ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ମହାନ୍ତ, ପୂର୍ବତନ ଶିକ୍ଷକ ହରିଶ୍ଚନ୍ଦ୍ର ଧଳ ତଥା ବିଚାରକ ମଣ୍ଡଳୀ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ବଡମାତଳିଆ ହାଇସ୍କୁଲର ଛାତ୍ରୀଗଣ ନୃତ୍ୟ ଓ ସଙ୍ଗୀତରେ ସ୍ୱାଗତ କରିଥିଲେ। ବିଡିଓ ବଂଶୀଧର ଖୋଲାସା ବାଲ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହିତ ତୁମମାନଙ୍କ ଭିତରେ କିଏ ଏପିଜେ ଅବଦୁଲ କାଲାମ, ସିବି ରମନ ଓ ସାର୍ ଆଇଜିକାଲ ନ୍ୟୁଟନ ହୋଇପାରିବେ, କିଏ ଅବା ନହେବ। ତେଣୁ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ଗୁରୁମାନଙ୍କର ପରମ କର୍ତ୍ତବ୍ୟ ରହିବା ସହିତ ଉଚିତ ବୋଲି ନିଜ ବକ୍ତବ୍ୟରେ ଜଣାଇଥିଲେ। ଏଥିରେ 7ଟି ବିଷୟବସ୍ତୁରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗିତା ମାନେ ହେଲେ ବର୍ଷା ନାୟକ, ତହସିଲଦାର ମହୋଦୟ, ପୂର୍ଣ୍ଣେଶ୍ୱର ସରକାରୀ ଆମର ଏପି ବିଓ ସ୍କୁଲ ମହୋଦୟ, ସରଗଡା, ଆମର ଜ୍ୟୋତିଗିରି ଓଡିଶା ଆଦର୍ଶ ବିଦ୍ୟାଳୟ ଲୁହାସିଳା, ମାନ୍ୟବର ଆମର ମାଇନମାଣ୍ଡି ସରକାରୀ ଏସଏସଡି ହାଇସ୍କୁଲ ମୁଣ୍ଡା ଯୋଉ ଠାକୁରା, ବୁଦ୍ଧେଶ୍ୱରୀ ବେହେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁଡିଆ, ବାସୁଦେବ ସିଂ ସରକାରୀ ହାଇସ୍କୁଲ, ବିଜେତଳା ଗୋବିନ୍ଦ ମୁର୍ମୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଠାକୁଟୁଣି ଓ 7 ଲୁକିରାମ ବାସ୍କେ ସରକାରୀ ପ୍ରାଇମେରୀ ବିଦ୍ୟାଳୟର ଜଡଶଙ୍କର ସେମାନେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ଓ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ। କୃତି ପ୍ରତିଯୋଗିତାମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ। ଏଥିସହିତ କୁଇଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର କରାଯାଇଥିଲା। ଏଥିରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ଗଣ ତଥା ସମସ୍ତ ସିଆରସିସି ଉପସ୍ଥିତ ଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଞ୍ଜନ କୁମାର, ମନୋଜ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ବଡମାତଳିଆ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦି ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ସାମିଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। बड़मतलिया हाईस्कूल रे हमर जो साइंस एग्जीबिशन होता बहुत 84 प्रोजेक्ट्स आर बीइंग शोन आउ 84 स्टूडेंट्स माने पार्टिसिपेट करके प्रोजेक्ट गुड़ा देखते बहुत सुंदर विभिन्न प्रोजेक्ट उपरे सब देइथिले
स्टार्टिंग फ्रॉम वाटर कंजर्वेशन टू बायोगैस उत्पादन पर्यंत बहुत कथा एनवायरमेंट प्रोटेक्शन एंड मैथमेटिकल प्रोजेक्ट्स आर बहुत आसीला एवं एथिरे हमर बहुत जनसाधारण मध्य पार्टिसिपेट करथिले एवं गोटे इकोसिस्टम बिल्ड होती कि एजुकेशन एंड साइंटिफिक अराटा को साइंटिफिक टेम्परामेंट के केमती स्टूडेंट्स मान भितर जागृत कराहब तार मौलिक उद्देश्य आज यहाँ बहुत भल भाव अनुष्ठित हो जाए।